ଶତାଧିକ ଶ୍ରମଜୀବୀଙ୍କୁ ମାଗଣା କମ୍ବଳ ବଣ୍ଟନ। ହରିଭାରତୀ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ମଞ୍ଜରୀ ଦେବୀ ନର୍ସିଂ କଲେଜ ପରିସରରେ ଆଜି ଏକ ସ୍ୱେଚ୍ଛାକୃତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଅପରାହ୍ନରେ ଆୟୋଜିତ ସଭାରେ କଲେଜ ପ୍ରତିଷ୍ଠାତା ତଥା ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ, ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ଦାସ, ପ୍ରଶାସନିକ ଅଧିକାରୀ ତାରାପଦ ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ତ୍ରିପାଠୀ, ମଧୁସୂଦନ ସାହୁ, ମୁଖ୍ୟ କୋଷାଧ୍ୟକ୍ଷା ଶ୍ରଦ୍ଧାଞ୍ଜଳି ଷଡ଼ଙ୍ଗୀ, ଲକ୍ଷ୍ମୀଧର ପତି ଏବଂ ସୁକାନ୍ତ କୁମାର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କମ୍ବଳ ବଣ୍ଟନ କରିଥିଲେ। ସମାଜସେବା ଓ ପରୋପକାର ମାନବିକତାର ସକାରାତ୍ମକ ଭାବନାର ପ୍ରତୀକ ବୋଲି ଅତିଥିବୃନ୍ଦ କହିଥିଲେ। ଏହି ଉପଲକ୍ଷେ ସମବେତ ଶତାଧିକ ଶ୍ରମଜୀବୀ ମହିଳା ଓ ପୁରୁଷଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।